ଶ୍ରୋତାବନ୍ଧୁ ଜୀବନ କ୍ଷଣଭଙ୍ଗୁର ଏବଂ ଆମେ ପ୍ରତ୍ୟେକ ଏ ଜଗତକୁ ଆମ ଭୂମିକା ନିର୍ବାହ ପାଇଁ ଆସିଥାଏ ଏବଂ ଭୂମିକା ପରେ ଆମକୁ ଏଠୁ ଯିବାକୁ ହିଁ ହୁଏ। ମାତ୍ର ଗୀତା କହେ ନ ହନ୍ୟତେ ହନ୍ୟମାନେ ଶରୀରେ। ଶରୀରର ହୁଏତ ବିନାଶ ଅଛି ମାତ୍ର ଆତ୍ମାର ନାହିଁ। ଦିବଙ୍ଗତ ଯଶସ୍ୱୀ କାବ୍ୟପୁରୁଷ ଭାରତୀୟ ସାହିତ୍ୟ ତଥା ଓଡ଼ିଆ କବିତା ସାହିତ୍ୟର ଶିଖର ପୁରୁଷ ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଆଜି ଏକାଦଶାହ। ତାଙ୍କର ପବିତ୍ର ଆତ୍ମା ପ୍ରତି ମୁଁ ମୋର ବିନମ୍ର ଶ୍ରଦ୍ଧା ନିବେଦନ କରୁଛି। ତାଙ୍କର କବିତା ଏବଂ ତାଙ୍କର ଛୋଟିଆ ଗପଟି ଆପଣମାନଙ୍କ ଉଦ୍ଦେଶ୍ୟରେ। କବିତାର ଶୀର୍ଷକ ହେଉଛି ମୋ କାମ। ମରଣ ଅପେକ୍ଷା କର ତମକୁ ଡାକିବି। ମରଣ ଅପେକ୍ଷା କର ତମକୁ ଡାକିବି। ମୋ କାମ ସରିଲା ପରେ ତାପରେ ଯୁଆଡ଼େ ଯିବାକୁ କହିବ ମୁଁ ତମ ସାଙ୍ଗେ ଯିବି। ମୋର କ'ଣ କାମ ପଚାରୁଛ? ମୋତେ ମିଳିଥିଲା ଯେଉଁ ନିର୍ମଳ ପବନ ତହିଁରୁ ମୋ ନିଜ ନାଁର ଅଳନ୍ଧୁ ମୁଁ ଝାଡ଼ି ଚାଲିଛି। ପବନ ସଫା ହେଉନି ବରଂ ଦିନୁ ଦିନ ବେଶୀ ବେଶୀ ମଇଳା ଦିଶୁଛି। ଏପରି କାହିଁକି ହୁଏ? ମୁଁ ମୋ କାନ୍ଦ କାନ୍ଦ ବିତିଲା ଦିନମାନଙ୍କୁ ଚାହିଁଥିଲା ବେଳେ ଅଦୂରବର୍ତ୍ତୀ ସୁଖର ଶଙ୍ଖ ମଲମଲ ଉଆସକୁ। ମୋ ରକ୍ତର ମହାସାଗରରେ ଯାତାୟାତ କରୁଥିବା ଭୟଙ୍କର ଜାହାଜମାନଙ୍କୁ ଚୁରମାର କରିବାକୁ ବାହାରିଲା ବେଳେ ଭାବୁଥାଏ ଆଜି ଥାଉ, ଆଜି ସାରିଦିଏ ସବୁ ବକେୟା ହିସାବ, କାଲି ସକାଳଠୁ ଲାଗିପଡ଼ି ଭାଙ୍ଗିବି ସବୁକୁ। ଏପରି କାହିଁକି ହୁଏ? ମୁଁ ମୋ କାନ୍ଦ କାନ୍ଦ ବିତିଲା ଦିନମାନଙ୍କୁ ଚାହିଁଥିଲା ବେଳେ ଅଦୂରବର୍ତ୍ତୀ ସୁଖର ଶଙ୍ଖ ମଲମଲ ଉଆସକୁ। ମୋ ରକ୍ତର ମହାସାଗରରେ ଯାତାୟାତ କରୁଥିବା ଭୟଙ୍କର ଜାହାଜମାନଙ୍କୁ ଚୁରମାର କରିବାକୁ ବାହାରିଲା ବେଳେ ଭାବୁଥାଏ ଆଜି ଥାଉ, ଆଜି ଥାଉ, ଆଜି ସାରିଦିଏ ସବୁ ବକେୟା ହିସାବ, କାଲି ସକାଳଠୁ ଲାଗିପଡ଼ି ଭାଙ୍ଗିବି ସବୁକୁ। ଯାହା କରିବାକୁ ଥିଲା ତାହା କରିବାକୁ ଆଉ କ'ଣ ଜୋର ଅଛି ନା ସମୟ ଅଛି? ଯାହା କରିବାକୁ ଥିଲା ତାହା କରିବାକୁ ଆଉ କ'ଣ ଜୋର ଅଛି ନା ସମୟ ଅଛି? ଏଣିକି ମୁଣ୍ଡ ବୁଲାଏ ସବୁବେଳେ, ଗୋଡ଼ ଟଳମଳ ହୁଏ, ହାତ ଥରେ ଲାଗେ, ଛାତି ଭିତରେ କିଏ ସେ ହାତୁଡ଼ି ପିଟୁଛି। ଏବେ ଯଦି ବାହାରିବି ମୋତେ ମିଳିଥିବା ପବନକୁ ଯାହା ଥିଲା ତାହା କରିବାକୁ ସେ କାମ ମୋ ହାତରେ ହେବନି। ତେଣୁ ସେ ପବନ ଥାଉ ଦୂରରେ, ତା ନିର୍ମଳତାକୁ ମୁଁ ମୋ ନାଁ ମୋ ଅଙ୍ଗ ପ୍ରତ୍ୟଙ୍ଗ ଛୁଆଇଁ ଦୂଷିତ କି ଅପରିଚ୍ଛନ୍ନ କରିବିନି। ତାକୁ ଖୁବ୍ ଭଲ ପାଏ ବୋଲି ତାଠୁ ଦୂରରେ ରହିଗଲି। ତାକୁ ଖୁବ୍ ଭଲ ପାଏ ବୋଲି ତାଠୁ ଦୂରରେ ରହିଗଲି। ଖାଲି ରହିଗଲି ନୁହେଁ, ନିଶ୍ୱାସ ନେବା ଆଗରୁ ଯାହା ଥିଲି ତାହା ହୋଇଗଲି। ତାକୁ ଖୁବ୍ ଭଲ ପାଏ ବୋଲି ତାଠୁ ଦୂରରେ ରହିଗଲି। ଖାଲି ରହିଗଲି ନୁହେଁ, ନିଶ୍ୱାସ ନେବା ଆଗରୁ ଯାହା ଥିଲି ତାହା ହୋଇଗଲି। ଏବେ ମୋର ଦିଗ୍ବିଦିଗରେ କିଛି ନାହିଁ। ଏବେ ମୋର ଦିଗ୍ବିଦିଗରେ କିଛି ନାହିଁ, କେହି ନାହିଁ, ମୁଁ ଫାଙ୍କା ପୂରାପୂରି, ସେ ବି ନାହିଁ। ଥିଲେ କ'ଣ ତାର ସୁନ୍ଦରପଣ ଥାନ୍ତା ଥିଲା ଯେଉଁପରି? ମୁଁ ନଥିଲେ ନଥାଏ ପଛକେ, ମୁଁ ନଥିଲେ ନଥାଏ ପଛକେ, କାଳକାଳ ରହିଥାଉ ସେ ସୁନ୍ଦର ହୋଇ। ମୁଁ ନଥିବା ବାହୁରେ ମୁଁ ତାକୁ ଜାକି ଦେଉଥିବି, ଆଉଁସୁଥିବି ତା ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗକୁ। କାନ ପାଖେ ଗୁଣୁଗୁଣୁ ହୋଇ ପଢ଼ୁଥିବି ଅସରନ୍ତି ମୋ ପ୍ରେମ ପତ୍ରକୁ। ପଢ଼ିଲା ବେଳେ ମୋ ସ୍ୱର କୋଇଲିର କୁହୁ ପରି ଶୁଭୁଥିବ ତାକୁ। ମୁଁ ନଥିଲେ ନଥାଏ ପଛକେ, କାଳକାଳ ରହିଥାଉ ସେ ସୁନ୍ଦର ହୋଇ। ମୁଁ ନଥିବା ବାହୁରେ ମୁଁ ତାକୁ ଜାକି ଦେଉଥିବି, ଆଉଁସୁଥିବି ତା ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗକୁ। କାନ ପାଖେ ଗୁଣୁଗୁଣୁ ହୋଇ ପଢ଼ୁଥିବି ଅସରନ୍ତି ମୋ ପ୍ରେମ ପତ୍ରକୁ। ପଢ଼ିଲା ବେଳେ ମୋ ସ୍ୱର କୋଇଲିର କୁହୁ ପରି ଶୁଭୁଥିବ ତାକୁ। ମୋ କାମ ସରିଲା,
ନା ଆରମ୍ଭ ହୋଇନି ଜାଣିପାରୁ ନଥିବାରୁ ମୁଁ କହିପାରୁନି। ମୋ କାମ ସରିଲା ନା ଆରମ୍ଭ ହୋଇନି ଜାଣିପାରୁ ନଥିବାରୁ ମୁଁ କହିପାରୁନି। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଓଡ଼ିଆ କାବ୍ୟ ସାହିତ୍ୟର ଯଶସ୍ୱୀ ଶିଖର ପୁରୁଷ ପଦ୍ମଭୂଷଣ ସରସ୍ୱତୀ କବି ରମାକାନ୍ତ ରଥଙ୍କ କବିତାକୁ। କବିତାର ଶୀର୍ଷକ ଥିଲା ମୋ କାମ। କବିତାଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।